ଆପଣ ଆଜି ଯେଉଁ ଜବ୍ କରିଛନ୍ତି ସେ ଜବ୍ 5 ବର୍ଷ ପରେ ରହିବ କି ନାହିଁ ତାର କିଛି ଗ୍ୟାରେଣ୍ଟି ନାହିଁ। କ'ଣ ପାଇଁ ନା AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆମେ ଯାହାକୁ କହୁଛେ ସେ ଆଉ କାଲକୁଲେଟର ହେଇକିରି ନାହିଁ, ସେ ଗୋଟେ ଏମ୍ପ୍ଲୟ ହେଇଯାଇଛି ବା ବହୁତ ଗୁଡ଼ିଏ ଜବ୍କୁ ସେ ଇଜିଲି ରିପ୍ଲେସମେଣ୍ଟ କରିପାରିବ। ଆଜିର ଏଇ ଭିଡ଼ିଓରେ ଆମେ ଏ ବିଷୟରେ ଟିକେ ଡିପଲି ଡିସ୍କସ୍ କରିବା। AI ଯେଉଁ ଦୁଇଟା ଲେଟର ଅଛି ବା ଆଲଫାବେଟ୍, ଏର ମତଲବ ହେଉଛି କ'ଣ? ଆର୍ଟିଫିସିଆଲ। ଆର୍ଟିଫିସିଆଲ ମାନେ ଯାହା ପ୍ରାକୃତିକ ନୁହେଁ, କୃତ୍ରିମ। ଆଇ ମାନେ ଇଣ୍ଟେଲିଜେନ୍ସ। ଜଣେ ଜଣେ ଯାହାର ଦିମାଗ ଭଲ କାମ କରେ ଆମେ ତାକୁ ଇଣ୍ଟେଲିଜେଣ୍ଟ ବୋଲି କହିଥାଉ। କିନ୍ତୁ ଏ ଯେଉଁ AI ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇଣ୍ଟେଲିଜେନ୍ସର ମତଲବ ହେଉଛି ଦିମାଗ ବା AIର ମାନେ ହେଉଛି କୃତ୍ରିମ ଦିମାଗ। ଆମର ମଣିଷର ଦିମାଗ ଯେମିତି ପ୍ରାକୃତିକ ଦିମାଗ, ସେମିତି AIର ଯେଉଁ ଦିମାଗ ଅଛି ବା ତାର ଯେଉଁ ଅଛି ମେମୋରି ବା AIର ଯେଉଁ ଥିଙ୍କିଂ ଷ୍ଟାଇଲ ଅଛି କି AIର ଯେଉଁ ମସ୍ତିଷ୍କ ଅଛି ସେ ହେଉଛି ଆର୍ଟିଫିସିଆଲ ବା କୃତ୍ରିମ। ମଣିଷ ତାର ବୁଦ୍ଧି ବଳରେ କ'ଣ କରିଛି ନା ଗୋଟେ କୃତ୍ରିମ ଦିମାଗ ବନେଇ ଦେଇଛି ବା ଯେଉଁ ଦିମାଗ ଏବେ ମଣିଷର କିଛି କିଛି ଯେଉଁ ଜବ୍ ତାକୁ ଇଜିଲି ରିପ୍ଲେସମେଣ୍ଟ କରିପାରିବ। ଯେମିତିକି ଆପଣ ଭାବନ୍ତୁ ଆମେ ଗୋଟେ କୋର୍ସ କରିବା। ଧରନ୍ତୁ ମୁଁ 10th ପାସ୍ ଆଉଟ୍ ଜଣେ କଲା ପରେ ସେ ଡିପ୍ଲୋମା କରିବ ଇଞ୍ଜିନିୟରିଂ ଲାଇନରେ ବା ଡିପ୍ଲୋମା ମେକାନିକାଲ ଟ୍ରେଡ଼ରେ ଜଣେ କରିବ। 10th ପରେ ତାକୁ କେତେ ବର୍ଷ ଲାଗିବ? ଡିପ୍ଲୋମା ମେକାନିକାଲ ଟ୍ରେଡ଼ରେ ଜଣେ କରିବ ମାନେ 3 ବର୍ଷ ତାର ଟାଇମ୍ ହରାଇଜିନ୍ ଅଛି। ଜଣେ 3 ବର୍ଷ ଡିପ୍ଲୋମା ପଢ଼ିବ। କିନ୍ତୁ ଆମର ଯେଉଁ AI ରହିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସେ ଡିପ୍ଲୋମା 3 ବର୍ଷର କୋର୍ସ କରିବାକୁ ତାକୁ ଭାବନ୍ତୁ କେତେ ସମୟ ଲାଗିବ। ବା 3 ବର୍ଷର ଯେଉଁ କୋର୍ସ ଜଣେ କରିବ ମାନେ ତାକୁ କମ୍ପଲସରି 3 ବର୍ଷ ହିଁ ଲାଗିବ ନା, ତାଠୁ କମ୍ରେ ଲାଗିବ? ତାଠୁ କମ୍ କ'ଣ ହେବ କି? ସେ କ୍ଲାସ୍ ଯିବ, ଆଟେଣ୍ଡ କରିବ, ଲେକ୍ଚର ଆସିବେ, ଲେକ୍ଚର ଦେବେ, ତାପରେ ସେ ସେଠି ପଢ଼ିବ, ହୋମୱାର୍କ କରିବ। ବହୁତ ଗୋଟେ ଲଙ୍ଗ୍ ପ୍ରୋସେସ୍ ହେଲା ପରେ ଜଣଙ୍କର 3 ବର୍ଷରେ ଡିପ୍ଲୋମା କମ୍ପ୍ଲିଟ୍ ହେବ। କିନ୍ତୁ ସେ 3 ବର୍ଷର ଡିପ୍ଲୋମା କରିବାକୁ AI କି ଆପଣମାନେ କ'ଣ ଭାବୁଛନ୍ତି? ମାସେ ଲାଗିବ, 15 ଦିନ ଲାଗିବ? ତାଠୁ ବି ଆହୁରି କମ୍ ସମୟରେ କିଛି ମିନିଟ୍ ଭିତରେ AI ଟୋଟାଲ ଡିପ୍ଲୋମା କୋର୍ସକୁ କରିଦେବ। ଖାଲି ତ କରିଦେବନି, ଡିପ୍ଲୋମା କୋର୍ସରେ ଯେତିକି ଡାଟା ଅଛି ଆମେ ସେ AIରେ ଯଦି ଫିଡ୍ କରିଦେବା, ତା ମେମୋରିରେ ସେ ଡାଟା ରହିଲା, ତାକୁ ଆମେ ସେ ରିଗାର୍ଡ଼ିଂ ଯେଉଁ କ୍ୱେଶ୍ଚିନ୍ ପଚାରିବା ତାର ଆନ୍ସର ବି AI ଇଜିଲି ଦେଇପାରିବ। ମୁଁ ଖାଲି ଏଠି ଗୋଟେ ଡିପ୍ଲୋମାର ଏକ୍ଜାମ୍ପଲ୍ ଦେଲି। ଭାବନ୍ତୁ ଜଣେ ଡିପ୍ଲୋମା ପରେ ବିଟେକ୍ କରିବ। ବିଟେକ୍ ଡିପ୍ଲୋମା ପରେ କଲେ କେତେ ବର୍ଷ? 3 ବର୍ଷ। ଜଣେ +2 ସାଇନ୍ସ ପରେ ଯଦି ବିଟେକ୍ କରୁଛି ତାର 4 ବର୍ଷ କରିବାକୁ ପଡ଼ୁଛି। ଏ ଯେଉଁ 3 ବର୍ଷ କି 4 ବର୍ଷ ବିଟେକ୍ କୋର୍ସ, ତାକୁ ବି ଆମ AI କି ବା ଆମକୁ ମଣିଷକୁ ଧର 3 ବର୍ଷ କି 4 ବର୍ଷ ଲାଗୁଛି, କିନ୍ତୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କି ସେ ବହୁତ କମ୍ ସମୟ ଲାଗିବ। କିଛି ମିନିଟ୍ରେ ସେ ଡାଟା ଗୁଡ଼ା ତା ମାଇଣ୍ଡରେ ଫିଡ୍ ହେଇଗଲା ପରେ ସେ ତ କୋର୍ସ କମ୍ପ୍ଲିଟ୍ କରିଦେଲା। ସେ ରିଗାର୍ଡ଼ିଂ ଆମେ ଯାହା କ୍ୱେଶ୍ଚିନ୍ କରିବା AI କି ସେ ଇଜିଲି ତା ଆନ୍ସର ବି ଦେଇପାରିବ। ଭାବନ୍ତୁ କେଉଁ ଫିଲ୍ଡରେ କ'ଣ AI ରିପ୍ଲେସମେଣ୍ଟ କରିପାରିବ ବା କେତେ ଏମ୍ପ୍ଲୟିଙ୍କି ରିପ୍ଲେସମେଣ୍ଟ କରିପାରିବ। AI ଆଜି ତ ଆଉ ଫ୍ୟୁଚର ହେଇକି ରହିଲା ନାହିଁ। AI ଏବେ ଆଜିର ପ୍ରେଜେଣ୍ଟ ମୁମେଣ୍ଟରେ ବି AI ଆଭେଲେବୁଲ୍ ଅଛି। ଫ୍ୟୁଚରରେ ତ ସେ ଆହୁରି ଇମ୍ପ୍ରୁଭମେଣ୍ଟ ହେଇଯିବ AIର, ଆଉ ଆହୁରି ବେଟର ୱେରେ ଆମେ AI କି ଫ୍ୟୁଚରରେ ୟୁଜ୍ କରିପାରିବା। ଭାବି ନିଅନ୍ତୁ, ଗୋଟେ ଏକ୍ଜାମ୍ପଲ୍ ଦେଇ ଆଉ ଗୋଟେ କଥା ଆପଣଙ୍କୁ ବୁଝଉଛି। ଦେଖନ୍ତୁ, ଯେତେବେଳେ କମ୍ପ୍ୟୁଟର ନଥିଲା ସେତେବେଳେ ଆମର ୱାର୍ଡ଼, ଏକ୍ସେଲ୍ ଏସବୁ କମ୍ପ୍ୟୁଟର ଆସିଲା ପରେ ଆସିଲା ନା। ଆମେ ଯେଉଁ ଡାଟା ଏଣ୍ଟ୍ରି କରୁଛେ ଏବେ କମ୍ପ୍ୟୁଟର ଜରିଆରେ, ୱାର୍ଡ଼, ଏକ୍ସେଲ୍ କି ଗୁଗଲ୍ ସିଟ୍ ଏସବୁ କମ୍ପ୍ୟୁଟର ଆସିଲା ପରେ ଆସିଲା ନା। ତା ଆଗରୁ ଭାବନ୍ତୁ ଫାଇଲ୍ କେମିତି ମ୍ୟାନେଜ୍ ହେଉଥିଲା। ଜଣେ ପେପର ପେନ୍ରେ ତାକୁ ମ୍ୟାନେଜ୍ କରି ରଖୁଥିଲେ, ଫାଇଲ୍ ସବୁ ଲେଖିକି ରଖୁଥିଲେ ମାନୁଆଲି, ହାତରେ ଲେଖା ହେଉଥିଲା ପେପର ପେନ୍ ସାହାଯ୍ୟରେ। ଭାବନ୍ତୁ ସେତେବେଳେ ଯେଉଁ ଏମ୍ପ୍ଲୟ ପେପର ପେନ୍ରେ ଲେଖୁଥିଲେ, ଫାଇଲ୍ ସବୁ ରେଡ଼ି କରି ରଖୁଥିଲେ, ତାଙ୍କୁ କିଏ ରିପ୍ଲେସ୍ କଲା? କମ୍ପ୍ୟୁଟର ଆସିଲା ପରେ। ଯେଉଁମାନେ କମ୍ପ୍ୟୁଟରରେ ଡାଟା ଏଣ୍ଟ୍ରି କଲେ, ୱାର୍ଡ଼ ହେଉ, ଏକ୍ସେଲ୍ ହେଉ, ଯାହା ବି ଆପ୍ଲିକେସନ୍ ୟୁଜ୍ କଲେ କମ୍ପ୍ୟୁଟର ଆସିଲା ପରେ, ସେମାନେ ଇଜିଲି ତାକୁ ଡାଟା ଏଣ୍ଟ୍ରି କଲେ, ଆଉ ମାନୁଆଲି ପେପର ପେନ୍ରେ ଲେଖିବାକୁ ପଡ଼ିଲା ନାହିଁ। କିନ୍ତୁ ସେ ଯେଉଁ ଏମ୍ପ୍ଲୟ ଥିଲେ ଯେ ପେପର ପେନ୍ରେ ଲେଖୁଥିଲେ, ସେମାନେ ତ ତାଙ୍କ ଭିତରୁ ବହୁତ ଏମ୍ପ୍ଲୟ ଏ କମ୍ପ୍ୟୁଟରାଇଜ୍ ଯୁଗ ଯେତେବେଳେ ଆସିଲା, ସେମାନେ ତ ୱାର୍ଡ଼, ଏକ୍ସେଲ୍ରେ କାମ କରିପାରିଲେ ନାହିଁ। ତେଣୁ ତାଙ୍କ ଜବ୍କୁ କିଏ ରିପ୍ଲେସମେଣ୍ଟ କରିଦେଲେ? ଯେଉଁମାନେ କମ୍ପ୍ୟୁଟରକୁ ୟୁଜ୍ କରିପାରିଲେ ଆଉ
वार्ड एक्सेल द्वारा से माने डाटा एंट्री करि पारिले से माने इजिली क्या रिप्लेस कले जो माने पेपर पेन रे फाइल मेंटेन करी रखुथिले जेतोळे कंप्यूटर आसिला किछि जॉब को तो से रिप्लेस कला जेमिति कि जो माने लेखिकी रखुथिले पेपर पेन रे ताको रिप्लेस कला प्लस किछि नुवा जॉब क्रिएट कला कहा पई ना जो माने कंप्यूटर रो यूज कले यूज करिकरी निजे कंप्यूटर रे डाटा एंट्री करि पारिले किछि जॉब किछि लोक हरैले प्लस आ किछि नुवा अपॉर्चुनिटी क्रिएट हैला सिमिलरली एआई जुगरे सेमिति भी हबाकू जाउची किछि जॉब तो जीव प्लस एआई किछि जॉब भी क्रिएट करिवो जेमिति जो माने जेमिति सिमिलरली जो माने कंप्यूटर यूज करबा जानि गले से माने डाटा एंट्री पोस्ट को रिप्लेस कले प्रीवियसली जो माने पेपर पेन रे लिखुथिले तांको रिप्लेस कले ए माने जो माने कंप्यूटर रे डाटा एंट्री करि पाइले वर्ड एक्सेल जरिया रे से माने रिप्लेस कले काहाकू जो माने पेपर पेन रे लिखुथिले सिमिलरली जो माने एआई रो यूज करबा सिखि जिवे आज जो एआई सब आसी गलानी जेमति कि चैट जीपीटी आउ गूगल रो जेमिनाई एमति बहुत एआई आसी गलानी ताकू जे यूज करबा सिखि जिवे बा जो माने एआई मुंडरे ऑलरेडी बहुत मेमोरी पड़ी की अछि बा बहुत डाटा ऑलरेडी एआई रे फीड हे की अछि जिंस होची एआई हमको आंसर केतेबेले दबो आमे ताकू जेतेबेले ठीक क्वेश्चन करिबा ताकू आमे कहि थाउ एआई जुगरे प्रॉम्प्ट धरंतु मु चैट जीपीटी की किछि क्वेश्चन कली मु चैट जीपीटी की जो क्वेश्चन कली ताकू आमे कहि थाउ प्रॉम्प्ट एआई पाखे ऑलरेडी सब डाटा अछि जो माने ताकू क्वेश्चन ठीक क्वेश्चन कले तो एआई ठीक आंसर दबो जो माने ताकू प्रॉम्प्टिंग करि परिबे ठीक क्वेश्चन करि परिबे चैट जीपीटी तार आंसर दबो आंसर पाइबा आगुरु हमको ठीक तो क्वेश्चन करबा को पड़िबो जो माने एआई की ठीक क्वेश्चन करि परिबे एआई रो यूटिलाइजेशन करि परिबे से माने एआई पाखे जो फीड हे की डाटा अछि से माने तांकर मन मुताबिक आंसर पाई परिबे एआई बहुत गुडे जो गुडा रिपीटेटिव वर्क बहुत गुडे जॉब को एआई रिप्लेसमेंट इजीली करि परिबो जेमिति कि हमर जो कस्टमर केयर हे गेला जेमिति कि हमर एयरटेल जियो आपण माने जो सर्विस प्रोवाइडर अछंती ताकू हम यूज करछे ताकू धर तार कॉल सेंटर हे गेला हमें किसी दिक्कत हेले से आमे तांकू मेसेज करछे मेल करछे किबा कॉल करछे तार रिप्ले आगुरु फिजिकली जने मनीष बसिकी दउथला किंतु तार रिप्ले इजीली आज एआई करि पारुची आउ बाकी रहिला जो आजिकली ई कॉमर्स वेबसाइट फ्लिपकार्ट अमेज़न एमिति बहुत ही वेबसाइट अछि आपण माने यूज करथिबे से सब विषय रे आपण अवगत से सब मते आ कहिया को पड़िबोनी तार जो कस्टमर सपोर्ट आमे किछि अमेज़न नु धरंतु मु गोटे ऑर्डर कली से ऑर्डर रिगार्डिंग किछि इश्यू हैला आगुरु मु कोन आमे कॉल करूथिले किबा टेक्स्ट करूथिले से कॉल हो टेक्स्ट हो ताकू धर आमे टेक्स्ट कले से टेक्स्ट को जने एम्प्लॉय बसी पढुथिले आ तार रिप्ले दउथिले किबा आमे कॉल कले कॉल कला परे जने आमे क्वेश्चन की सुनी कि से हिसाब रे आंसर दउथिले हमकु किंतु आज से जगह रे कोन होइछ ना एआई एते कैपेबल हे गेला से जगहटा एआई इजीली नै परिबो कारण एबे कोन होछि ना मु जेतोले आमे जेतोले टेक्स्ट करूचे हम ऑर्डर रिगार्डिंग एआई हमकु इजीली गोटे पर्सन को रिप्लेस करके हमको आंसर दे पारिबो बा हमें जो कॉल करूचे हम क्वेश्चन सुनिकिरी से इजीली से ऑर्डर रिगार्डिंग कोन पे ऑर्डर रहिछि हम कथा बुझिकिरी ऑर्डर रिगार्डिंग जहाँ भी हमर हेल्प सॉल्यूशन दरकार एआई इजीली प्रोवाइड करि पारुची आउ गोटे एआई रो प्लस पॉइंट होची मनीष आमे जने एम्प्लॉय रखिले ताकू मंथली सैलरी दबाकू पड़िबो किंतु एआई की आमे किछि सैलरी दबाकू पड़िबोनी भाबंतु गोटे कंपनी रो ओनर कोन चिंता करिवो 10टा एम्प्लॉय को धर 10टा एम्प्लॉय को गोटे एम्प्लॉयर बा गोटे कंपनी बाता ओनर धर 10टा एम्प्लॉय रखिछि तांकू लक्ष लक्ष टका दरमा दउची मंथली से 10टा एम्प्लॉय कॉस्ट तार केते आछि 10 लाख टका भावतु एआई से काम को सस्तारे करदेला 10 लाख टंका जगह तार धर लाख टंका एआई माध्यम से काम हो गला कौ कंपनी रो ओनर चाहिबो कि मोर लाख टंका जदी काम हो जाउची अननेसेसरी एम्प्लॉय रखी 10 लाख टंका दबा लागी तेणु ए जो रिपीटेटिव वर्क गोटे काम को बारंबार जो करा जाउची जोड़ा रिपीटेटिव वर्क ताकू एआई इजीली रिप्लेस करि परिबो आउ एआई जुगरे गोटे 10टा एम्प्लॉय जगह रे गोटे एम्प्लॉय काम कले भी बहुत गुडे फील्ड रे चली जिवो कारण जो एम्प्लॉय गोटे एम्प्लॉय एआई रो यूज करी काम करिवो बा वर्क फ्लो तार बढ़ाई दबो ना से 10टा एम्प्लॉय को बराबर इजीली
କାମ କରିପାରିବ। ଆଉ ଆମର IT ଫିଲ୍ଡରେ କୋଡ଼ିଂ ବାଲା କାମ ରହିଛି, କୋଡ଼ିଂ ବି ଇଜିଲି AI କରିପାରୁଛି, ଯେଉଁ ନର୍ମାଲ କୋଡ଼ିଂ। AI ଦ୍ୱାରା ତ ସବୁ ନେଗେଟିଭ୍ ହେବନି, କିଛି ପଜିଟିଭ୍ ବି ହେବ। ଯେମିତି ଆମେ ପୂର୍ବରୁ ବି ଡିସ୍କସନ୍ କରିଥିଲେ, ଯେଉଁମାନେ ପ୍ରମ୍ପ୍ଟ ଇଞ୍ଜିନିୟରିଂ କରିପାରିବେ ବା AI କି ଯେଉଁମାନେ ପ୍ରମ୍ପ୍ଟ ଦେଇପାରିବେ, ଠିକ୍ କ୍ୱେଶ୍ଚିନ୍ ପଚାରିପାରିବେ, ସେମାନଙ୍କର ଜବ୍ ଇଜିଲି ସିକ୍ୟୁର ହେଇପାରିବ। କାରଣ AI ପାଖରେ ସବୁ ଡାଟା ଅଲରେଡ଼ି ଆଭେଲେବୁଲ୍ ହେଇକିରି ଅଛି। ଆମେ ତାକୁ ଠିକ୍ କ୍ୱେଶ୍ଚିନ୍ କଲେ ତ ସେ ତାର ଆନ୍ସର ଦେବ। ଯେଉଁମାନେ AI କି କ୍ୱେଶ୍ଚିନ୍ କରିବା ଶିଖିଯିବେ ବା ପ୍ରମ୍ପ୍ଟ ଦେବା ଶିଖିଯିବେ, ତାଙ୍କ ଜବ୍ ଇଜିଲି ସିକ୍ୟୁର ହେଇଯିବ। ଆଉ ଗୋଟେ ଫିଲ୍ଡ ରହିଲା, ଯେଉଁମାନେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଯେଉଁମାନେ ଟ୍ରେନ୍ କରୁଛନ୍ତି, ତାକୁ ଟ୍ରେନିଂ ଦେବା ପାଇଁ ଆଜି ବି ମଣିଷ ହ୍ୟୁମାନ୍ ୟୁଜ୍ ହେଉଛି, ହ୍ୟୁମାନ୍ ବ୍ରେନ୍ ୟୁଜ୍ ହେଉଛି। ଯେଉଁମାନେ AI କି ଟ୍ରେନ୍ କରୁଛନ୍ତି, ତାଙ୍କ ଜବ୍ ବି ଆଜିକା ଡେଟ୍ରେ ଇଜିଲି ସିକ୍ୟୁର। ଆଉ ଗୋଟିଏ କାଟାଗୋରୀର ଜବ୍ ହେଉଛି ଯେଉଁମାନେ ଟିଚିଂ ଫିଲ୍ଡରେ ଅଛନ୍ତି ବା ଯେଉଁମାନେ ଟିଚର। ଜଣେ ଟିଚରକୁ କ'ଣ କରିବାକୁ ପଡ଼ୁଛି, ଗୋଟେ ପିଲାର ସେ କେଉଁ ଲେବୁଲରେ ତା ମାଇଣ୍ଡ, ଆଉ ସେ ପର୍ଟିକୁଲାର ଇଣ୍ଡିଭିଜୁଆଲ ଷ୍ଟୁଡେଣ୍ଟକୁ ଦେଖିକିରି ସେ ତା ହିସାବରେ, ତା ମାଇଣ୍ଡ ହିସାବରେ, ତାର ବୁଝିବାର କ୍ଷମତା ହିସାବରେ ବା ସେଇ ଶୈଳୀରେ ସେ ଟିଚର ପ୍ରାକ୍ଟିକାଲି ତାକୁ ଯାଇକିରି ଜାଗା ଉପରେ ବୁଝଉଛି। ଏ ପିଲାକୁ ଏଇ ଶୈଳୀରେ ବୁଝେଇଲେ ସେ ପିଲା ବୁଝିବ। ଏ ଟାଇପ୍ର କାମକୁ AI ଇଜିଲି ରିପ୍ଲେସମେଣ୍ଟ କରିପାରିବ ନାହିଁ। ଆପଣ ନିଜେ ଚିନ୍ତା କରନ୍ତୁ କେଉଁ କେଉଁ କାମକୁ AI ରିପ୍ଲେସମେଣ୍ଟ କରିପାରିବ ଆଉ କେଉଁ କେଉଁ କାମକୁ AI ଇଜିଲି ରିପ୍ଲେସମେଣ୍ଟ କରିପାରିବ ନାହିଁ। ଯଦି ଆପଣଙ୍କ ଫ୍ୟୁଚରରେ ସିକ୍ୟୁର ହେବାକୁ ଚାହୁଁଛନ୍ତି, AI ଦୁନିଆରେ ସେଭ୍ ରହିବାକୁ ଚାହୁଁଛନ୍ତି, ନିଜେ ମାଇଣ୍ଡ ଖର୍ଚ୍ଚ କରନ୍ତୁ ଯେ AI କେଉଁ କେଉଁ କାମକୁ ଇଜିଲି କରିପାରିବ ଆଉ କେଉଁ କେଉଁ କାମ କରିପାରିବ ନାହିଁ। କାରଣ ଯେଉଁ କାମ AI କରିପାରିବ ନାହିଁ, ଆପଣ ଯଦି ସେଠି ଫୋକସ୍ କରିବେ, ଆପଣଙ୍କ କ୍ୟାରିୟର ଇଜିଲି ସିକ୍ୟୁର ହେଇପାରିବ। AI କୁ ଗୋଟିଏ ଟୁଲ୍ ଭଳିଆ ୟୁଜ୍ କରନ୍ତୁ। AI ଆମର ଏନିମି ନୁହେଁ। AI କି ଗୋଟେ ଟୁଲ୍ ଭଳିଆ ଯଦି ଆପଣ ୟୁଜ୍ କରିବେ, ଇଜିଲି AI ଦୁନିଆରେ ଆପଣ ସଷ୍ଟେଣ୍ଡ ହେଇପାରିବେ। ଆଉ ଯେଉଁମାନେ AI କୁ ଇଗ୍ନୋର କରୁଛନ୍ତି ବା ଇଗ୍ନୋର କରିବେ, ସେମାନଙ୍କ ହାଲତ AI ଦୁନିଆରେ ସଷ୍ଟେନ୍ କରିବା ମୁସ୍କିଲ ହେଇଯିବ। କାରଣ ଭାବନ୍ତୁ, ଆପଣ କମ୍ପ୍ୟୁଟର ଯେତେବେଳେ ଆସିଲା, ଯେଉଁମାନେ ପେପର ପେନ୍ରେ ଡାଟା ଏଣ୍ଟ୍ରି କରି ରଖୁଥିଲେ, ଲେଖିକି ରଖୁଥିଲେ, ଯେଉଁମାନେ କମ୍ପ୍ୟୁଟର ୟୁଜ୍ କଲେ, ସେମାନେ ତାଙ୍କ ଜବ୍କୁ ଇଜିଲି ରିପ୍ଲେସମେଣ୍ଟ କରିଦେଲେ। ସେମିତି AI ଦୁନିଆରେ ଯେଉଁ କାମ ଗୁଡ଼ା AI କିଛି କାମ ତ ନେଇଯିବ, ଆଉ କିଛି କାମ ଯେଉଁ AI ସୃଷ୍ଟି କରିବ, ଯେଉଁମାନେ AI କି ୟୁଜ୍ କରିପାରିବେ, ସେ କାମ ଇଜିଲି କରିପାରିବେ। ଆଜିର ଏଇ ଭିଡ଼ିଓ ବହୁତ ଲଙ୍ଗ ହେଇଗଲାଣି, ତେଣୁ ଏ ଭିଡ଼ିଓଟାକୁ ଏଇଠୁ ଏଣ୍ଡ କରୁଛି। AI ଉପରେ ଭିଡ଼ିଓ ବନେଇଲେ ତ ଆହୁରି ବହୁତ ଲଙ୍ଗ କଣ୍ଟେଣ୍ଟ ହେଇଯିବ, ତେଣୁ ଏ ଭିଡ଼ିଓକୁ ଏଇଠୁ ଶେଷ କରୁଛି। ଆମର ଏ ମନି ପ୍ରକାଶ ଚ୍ୟାନେଲକୁ ଆପଣ ସବସ୍କ୍ରାଇବ୍ କରନ୍ତୁ, କାରଣ ଏମିତି ଇନଫର୍ମେଟିଭ୍ ଏଜୁକେସନାଲ କଣ୍ଟେଣ୍ଟ ଏ ଚ୍ୟାନେଲରେ ଆମେ ଅପଲୋଡ଼ କରୁଛୁ। ଆଉ ଭିଡ଼ିଓଟି ଯଦି କିଛି ଆପଣଙ୍କୁ ଶିଖିବାକୁ ମିଳିଛି ବା ଭଲ ଲାଗିଛି, ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଭିଡ଼ିଓକୁ ସେୟାର କରନ୍ତୁ।